ଓହୋ କି ଖରା। ତ ସାଙ୍ଗମାନେ ଆପଣମାନେ ଦେଖିପାରୁଥିବେ ଭେଣ୍ଡି ଫିଲ୍ଡରେ ରହିଛି। ଖରାରେ ଆଜ୍ଞା ଭେଣ୍ଡି ତୋଳିବା ଭାରି କଷ୍ଟ। ଦେହ ହାତ ସବୁ କୁଣ୍ଡେଇ କାଣ୍ଡି ହେବ। ମୁଁ ବର୍ତ୍ତମାନ ପାଇଁ ଗଞ୍ଜି ଫଞ୍ଜି ପିନ୍ଧିଥିଲି, ଓହ୍ଲେଇ ଦେଇ ସାରିଲାଣି। ଭେଣ୍ଡି ତୋଳା ସଇଲା, ଏବେ ପାଣି ଛାଡ଼ିଛି, ପାଣି ମଡ଼ିଆ ଚାଲିଛି। ତ ଚାଷୀ ଭାଇଙ୍କର ଏଇ ତ ଜୀବନ। ଗଛକୁ ଯେତେବେଳେ ହିଁ ଖାଦ୍ୟ ଏବଂ ପାଣି ଦରକାର, ତ ଯଦି ଆମେ ସେ ଟାଇମ୍ରେ ନ ଦେବା ତାହେଲେ ଫସଲ ମଧ୍ୟ ନଷ୍ଟ ହେବାର ସମ୍ଭାବନା ମଧ୍ୟ ରହିଥାଏ। ରୋଗ ପୋକ ମଧ୍ୟ ମାଡ଼ିବାର ବହୁତ ପ୍ରକାର ସିମ୍ପଟମ୍ ମଧ୍ୟ ରହିଛି। ଯଦି ଆମେ ସଠିକ୍ ରୂପେ ଖାଦ୍ୟ ପାନୀୟ ଯଦି ନ ଖାଇବା ତାହେଲେ ଦେହ ମଧ୍ୟ ଅସୁସ୍ଥ ରହେ। ସେଇ ଟାଇପ୍ର ଗଛକୁ ଆମେ ଠିକ୍ ସମୟରେ ପାଣି, ଖାଦ୍ୟ, ସାର ଏବଂ କିଛି ମେଡ଼ିସିନ୍ ଯଦି ଜଗିବା ତାହେଲେ ଯେକୌଣସି ଆପଣମାନେ ଫସଲ ଲଗାନ୍ତୁ ତ ଅଧିକାରୁ ଅଧିକା ପ୍ରଡ଼କ୍ସନ୍ ମଧ୍ୟ ଆପଣମାନେ ନେଇପାରିବେ। ତ ନିହାତି ରୂପେ ଏଇ ଯେଉଁ ଜିନିଷଟି ମୁଁ ଆପଣମାନଙ୍କୁ କହିଲି, ତ ନିହାତି ରୂପେ ଧ୍ୟାନ ଦେବେ। କାହିଁକିନା ଆଜିକାଲି ଚାଷ ଏଇ ଟାଇପ୍ର ସବୁ ହେଇଗଲାଣି। ଯଦି ଆମେ ସଠିକ୍ ରୂପେ ଚାଷ ନ କରିବା ତାହେଲେ ସମ୍ପୂର୍ଣ୍ଣ ରୂପେ ଫେଲ୍ ମାରିବା। କାହିଁକିନା ଏଇ ଯେଉଁ କ୍ଲାଇମେଟ୍ ଯେଉଁ ଟାଇପ୍ର ହେଉଛି, ରୋଗ ପୋକ ମାଡ଼ି ବସୁଛି। ତ ଯଦି ଗଛକୁ ସୁସ୍ଥ ନ ରଖିବା ତାହେଲେ ରୋଗ ମାଡ଼ି ବସିବ। ତ ନିହାତି ରୂପେ ଏଇ ଟିପ୍ସଟିକୁ ଫଲୋ କରିବେ। ଜୟ ଜଗନ୍ନାଥ।